କରୋନା ଚିନ୍ତା ବଢ଼ାଇଲା ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ। ଦେଶରେ ଲଗାତାର ଭାବେ କରୋନା ଆକ୍ରାନ୍ତର ସଂଖ୍ୟା ବଢ଼ୁଛି। ରାଜ୍ୟରେ ମଧ୍ୟ ସଂକ୍ରମିତ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କଲାଣି। ଏହାକୁ ନେଇ ନଜର ରଖି ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ଟେଷ୍ଟିଂ ସର୍ଭେଲାନ୍ସ ପ୍ରସ୍ତୁତ କରିବାକୁ ସବୁ ମେଡିକାଲ ଓ କଲେଜରେ ସିଡିଏମ୍କୁ ପତ୍ର ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଊର୍ଦ୍ଧ୍ୱରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ILISRI ସର୍ଭେଲାନ୍ସ ବଢ଼ାଯାଉ। ଯେଉଁମାନଙ୍କର ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ। ଯଦି କୌଣସି ସଂକ୍ରମିତ ହସ୍ପିଟାଲରେ ଆଡମିଟ୍ ହୁଅନ୍ତି ସେମାନଙ୍କୁ ଆବଶ୍ୟକ ଶଯ୍ୟା ଓ ଅକ୍ସିଜେନ୍ ସଂଯୋଗ ଥିବା ଶଯ୍ୟା ଯୋଗାଇ ଦିଆଯାଉ। ଆବଶ୍ୟକ ନଥିଲେ ସେ ରେଫାର ନ କରିବାକୁ କୁହାଯାଉଛି। ଟେଷ୍ଟିଂ ଓ ଚିକିତ୍ସା ସୁବିଧାକୁ ଯେପରି ସୁନିଶ୍ଚିତ ହେବ ସେଥିପାଇଁ ବୟସ୍କ ଓ ସମ୍ବେଦନଶୀଳ ଲୋକମାନେ କୋଭିଡ୍କୁ ନେଇ ଯେପରି ସଚେତନତା ଅବଲମ୍ବନ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ବାଦରେ ସଚେତନ କାର୍ଯ୍ୟକ୍ରମ ଜାରି ରଖିବେ। ଏହା ସହ ସ୍ୱାସ୍ଥ୍ୟକର୍ମୀ ଓ ଲାବୋରେଟୋରୀ ଟେକ୍ନିସିଆନମାନଙ୍କୁ ତାଲିମ ପ୍ରଦାନ କରିବା ସହ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି। ଚ୍ୟାନେଲ ପାଇଁ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 13କୁ ବୃଦ୍ଧି ପାଇଛି। ରାଜ୍ୟରେ 3 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବିଭାଗ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସମସ୍ତ କରୋନା ଆକ୍ରାନ୍ତ ଏବେ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ହେଉଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ତେଣୁ କରୋନାକୁ ନେଇ ଏଭଳି ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି ଶୁଭ ସକାଳ ଅପଡେଟ୍ ନ୍ୟୁଜ୍ ନେଇକିନା ଆସିବି। ଜୟ ଜଗନ୍ନାଥ।